ତଦର୍ବ୍ୟ ନୟନେ ବୋଳି ରସାଳ ଗହଳ ଶାଖାରେ ଖେଳି କବଳ କରୁତା କଳି କଳାପ କାକ କି କରିବ ପଞ୍ଚ ଆଳାପ। ଭାଇମାନେ, ସାଧାରଣ ଲୋକର ଅସାଧାରଣ କଥା। କବି ସୂର୍ଯ୍ୟ ବଳଦେବ ରଥଙ୍କର ଲେଖା। ଜଗତ କେବଳ ଜନେ ହସିବେ। କହିଲେ ଜଗତ, ଜଗତ କହିଲେ ତିନି ବୁଝାଇ। ଜ ଆଉ ଗୋଟା ଗ ଆଉ ଗୋଟା ହେଲା ତ। ଏଇ ଜଗତର ଜଣେ ନାଥ, ତାଙ୍କ ନାମ ହେଲା ଜଗନ୍ନାଥ। ସନ୍ତ କହି ଭୀମ ହୋଇ ପଚାରିଲେ ନିରାକାରଙ୍କୁ, କହିଲେ ପ୍ରଭୁ ଜଗତ କହିଲେ ତିନି ବୁଝାଇ, ଇଏ କେଉଁ ଜଗତର ନାଥ ଗୋସାଇଁ। ଏଇ ଜଗନ୍ନାଥଙ୍କୁ ନେଇକି ଅନେକ କଥା, ଅନେକ ବାର୍ତ୍ତା ରହିଛି। କିନ୍ତୁ ଆଜି ଦେଖନ୍ତୁ ସୋସିଆଲ ମିଡ଼ିଆରେ ମମତା ବାନାର୍ଜୀ ଦୀଘାରେ ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି, ଦୀଘା ଧାମ ହବ। ଏଠି କହୁଛନ୍ତି ଚାରି ବେଦ ଚାରି ଧାମ। ଗୋଟେ ଗୋଟେ ଧାମ ହେଲା କଣ, ଗୋଟେ ଗୋଟେ ବେଦ। ଏ ସବୁ ଅବଶ୍ୟ ପଞ୍ଚମଟି ହଉଛି ଉର୍ଦ୍ଧ୍ୱ। ପଞ୍ଚମ ଧାମ ବୋଲି ଆଜି ଯାକେ ଲେଖା ନାହିଁ କୋଉଠି। ଚତୁର୍ଧାମ ହେଇଛି, ଗୋଟା ପୂର୍ବ, ଗୋଟା ପଶ୍ଚିମ, ଗୋଟା ଉତ୍ତର, ଗୋଟା ଦକ୍ଷିଣ। ଗୋଟା ହେଲା କଣ ନା, ଗୋଟେ ହେଲେ ସିଂହ, ଆଉ ଗୋଟେ ହସ୍ତୀ, ଆଉ ଗୋଟେ ଅଶ୍ଵ, ଆଉ ଗୋଟେ କଣ ବାଘ। ଏଇ ଯୋଉ ଚାରି ଦ୍ୱାର କଥା। ତେଣୁ ପଞ୍ଚମ ଦୁଆର ଖୋଲି ଦେ କାଳିଆ, ବଡ ଦେଉଳକୁ ତୋର। ସେ ଯୋଉ ଭଜନଟି ଲେଖା ହେଇଥିଲା, ସେଇଭଳି ଆଜି ସୋସିଆଲ ମିଡ଼ିଆରେ ଦେଖିଲା ବେଳକୁ ମମତା ବାନାର୍ଜୀ କଣ କରୁଛନ୍ତି, ତାଙ୍କର କଲିକତାର ଦୀଘା ସାଇଟରେ ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି। ସେଠି ନବକଳ ବେଳେ ଯୋଉ ଦାରୁ ବ୍ରହ୍ମ ପାଇଁ ଆମର ଶ୍ରୀକ୍ଷେତ୍ର ପୁରୀ ଧାମକୁ ଆସିଥିଲା ଦାରୁ, ସେଥିରୁ କିଛି ବଞ୍ଚିଥିବା ବା ସଞ୍ଚିଥିବା ଦାରୁ ଦେହରେ କୋଟି କୋଟି ଟଙ୍କାରେ ମୂର୍ତ୍ତି ତିଆରି କରିକି ମମତା ବାନାର୍ଜୀ କି ଗିଫ୍ଟ ଦେଇଥିଲେ ଆମର ବିଜେଡି ସରକାର, ଯିଏ କି ଆଳୁ ଦିଦି କେତେ ଭଲ ପାଉଥିଲେ। ଆଜି ଗୋଳ ଉଠିଛି ସୋସିଆଲ ମିଡ଼ିଆରେ। କଣ ହେଇଛି ନା, ଦୀଘା ଧାମ ହବ। ଆରେ ଭାଇ, ଇଏ ହଉଛନ୍ତି ଜଗତର ନାଥ, ଜଗତ ଯାକର, ସାରା ବିଶ୍ଵ ବ୍ରହ୍ମାଣ୍ଡର। କେତେ ବ୍ରହ୍ମାଣ୍ଡ, କେତେ ପୁର, କହିଲେ 7 ବୈକୁଣ୍ଠ 14 ବ୍ରହ୍ମାଣ୍ଡ ର ଦାୟିତ୍ଵ ତାଙ୍କର, ଜଗନ୍ନାଥଙ୍କର। ସେଥିପାଇଁ ଯଦି ଜଗତର ଠାକୁର ଯେକୌଣସି ସ୍ଥାନରେ ରହିଲେ ପୂଜିତ ହୁଅନ୍ତୁ, ଭଲ। କିନ୍ତୁ କହୁଛନ୍ତି ସେ ପୁରୀ ହେଇପାରିବନି। ଆରେ ଭାଇ, କ୍ଷେତ୍ର ଧାମ ଭିତରେ ପୁରୀ ଖାଲି ନାହିଁ। ପୁରୀ ଅର୍ଥ କଣ, ପୁରୀ କୋଉଥିରେ ତିଆରି, ଆଉ ପୁରୀ କାହାକୁ କହିବା। ଛତିଆ କଣ, ଛତିଆ କୋଉଥିରେ ତିଆରି, ଛତିଆ ଅଛି କୋଉଠି। ଆପଣ ମାନଙ୍କୁ ସାଧାରଣ ଲୋକର ଅସାଧାରଣ କଥା କହୁଛି, ଛତିଆଟି ରହିଛି ଜିଭ ଉପରେ। ରାତି ପାଇଲେ ଆମେ ଯାହାକୁ ରାମ୍ପିକି ତାଡ଼ିକି ରାମ୍ପିକି ବାହାର କରୁଛେ, ସିଏ ହେଲା ଛତିଆ। ସେଇ ଛତିଆ ଗୁପ୍ତ କଥା, ଆଉ ପୁରୀ ଗୁପ୍ତ କଥା। କ୍ଷେତ୍ରଧାମ ଖାଲି ପୁରୀ ନୁହଁ, ପୁରୀ ଅନେକ ବାର ଅନେକ କ୍ଷେତ୍ରରେ ପୁରୀ ହେଇଛି, ଅନେକ ଅନେକ ସମୟ ନେଇକି, ଲୀଳା ନେଇକି, ଯୁଗ ନେଇକି। ବଳରାମ ଦାସ ଦିନେ ତାଙ୍କର ଜନ୍ମବେଦୀ ବା ଜନ୍ମସ୍ଥାନକୁ ବି ପୁରୀ କରିଥିଲେ। ସେତେବେଳେ ଯୋଉ ଜଗନ୍ନାଥଙ୍କର ଶ୍ରୀମନ୍ଦିର ଥିବା ସ୍ଥାନଟି ହେଇଯାଇଥିଲା ଶ୍ମଶାନ ସଦୃଶ୍ୟ। ଆଉ ଆଜି ମହାଗୋଳ ଉଠୁଛି ଯେ ଦଇତାପତି ମାନେ ବା ଦଇତାପତି, ତାଙ୍କୁ ଆକ୍ଷେପ କରିକି କୁହାଯାଉଛି
ତାଙ୍କ ନାମ ହେଉଛି ଜଣେ ତ୍ରେତୟା ଜଣେ ଦ୍ୱାପର ଯୁଗକୁ ମିଶେଇ ଦେଲେ, ଘାଣ୍ଟି ଘୁଣ୍ଟି ଦେଲେ, ଯାହା ହେବ ସାଧାରଣ ଲୋକ ଭାଷାରେ ରାମକୃଷ୍ଣ। ତେଣୁ ସିଏ କହୁଛନ୍ତି ଯେ ଯୋଉ କାଠ ଆସିଥିଲା ବଳିଥିଲା, କିଏ ଜାଣେ? କହିଲା କିଏ ଜାଣେ ହରିଙ୍କର ଗତି ଝୁଲା କାହିଁକି ପେଲି ଚାଲନ୍ତି। ସେ ଯୋଉ ନବକଳବର ବେଳେ ଆମର ଯୋଉ ପାତାଳି ହେବା ବେଳେ ଯୋଉ ବିଭ୍ରାଷ୍ଟ ହେଇଥିଲା, ସେ ପାତାଳି ଦାରୁକୁ ସିଆଡ଼େ କଲିକତା ପଠେଇ ଦେଇନାହାନ୍ତି ତ 2015ରେ। କାରଣ ଆମ ଓଡ଼ିଶାବାସୀ ନା ଭାରି ଭକ୍ତି, ଶକ୍ତିହୀନ କିନ୍ତୁ ଭକ୍ତି। ତାପରେ ଆମେ ଦଇତାପତି ମାନଙ୍କୁ କଣଟା ବା ବିଶ୍ୱାସ କରିବା? ଗୁଡ଼ାଏ ତାଙ୍କ ବିରୁଦ୍ଧ ଆଚରଣ କଲେ, ଗୁଡ଼ାଏ ସମର୍ଥନ କରିଦିଏ। କହିଲେ ବିଶ୍ୱାବାସୁ କୁଳେ ଜନମ ମୋହର ବୋଲାଏ ଦଇତାପତି। ଆରେ ଭାଇ, ବିଶ୍ୱାବାସୁ କିଏ? ନା ବିଶ୍ୱାବାସୁ ସିଏ ହଉଛନ୍ତି ଶବର ରାଜା, ଶବରଙ୍କର ରାଜା, ତାଙ୍କ ବଂଶଧର ଏମାନେ। ଯିଏ ନୀଳମାଧବକୁ ପୂଜା କରୁଥିଲେ, ନୀଳମାଧବଙ୍କ ପରେ ଜଗନ୍ନାଥ ହେଲେ ଦାରୁ ବ୍ରହ୍ମ, ସିଏ ଥିଲେ ଧାତୁ ବ୍ରହ୍ମ, ଶିଳା ବ୍ରହ୍ମ। କିନ୍ତୁ ଏଇ ଯୋଉ ଦଇତାପତି ଶବର ବଂଶୀୟ ବିଶ୍ୱାବାସୁ କୁଳର ବ୍ରାହ୍ମଣ ନୁହନ୍ତି, ବ୍ରାହ୍ମଣ ନୁହନ୍ତି, ସେମାନେ ହେଲେ ଚଣ୍ଡାଳ। ତେଣୁ ସେଥିପାଇଁ ଭାଗବତ ଗୋଟେ ପଦେ କହିଲା ଜ୍ଞାନ ଗାରିମା ଯାର ନାହିଁ ଉଦ୍ଧବ ଚଣ୍ଡାଳଟି ସେଇ। ଏମାନେ ସବୁ ଚଣ୍ଡାଳ ପ୍ରକୃତି ଧରିଲାଣି, ସଂସାର ନାଶ ଗଲାଣି। ଯୋଉଟା ଭାଗବତ ଲେଖା ଲେଖା କାଷ୍ଟ ପାଷାଣ ତରୁଲତା ଏସବୁ ଅଜ୍ଞାନ ଦେବତା, ୟାଙ୍କ ମଧ୍ୟ ଜ୍ଞାନ ନାହିଁ ଶୁଣ ଉଦ୍ଧବ ମନ ଦେଇ। ଏ ଯୋଉ ଭାଷାଟି ଲେଖା ରହିଲା, ପ୍ରକୃତରେ ସେମାନଙ୍କର କଣ ଜ୍ଞାନ ଅଛି? ଜ୍ଞାନ ନାହିଁ, ସେମାନେ ଅଜ୍ଞାନ ଦେବତା। ତେଣୁ ଏଇ ଅଜ୍ଞାନର ଦେବତା, କିନ୍ତୁ ମଣିଷ ଆମେ କେହି ଅଜ୍ଞାନ ହେଇପାରିଲେନି। ଆମେ କଣ କଲେ? କ ଜ୍ଞାନ କଲେ, ଖ ଜ୍ଞାନ, ଗ ଜ୍ଞାନ, ଘ ଜ୍ଞାନ, ଏଇ ଜ୍ଞାନରେ ପଶିଲେ। କହିଲେ ଠ ଠ କରି ତିନି ଠ କଲି ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏଇ ତିନି ଠ ଗୁରୁ ପଢାଇଲେ ପାଠ, ପଢିବି ଅଜ୍ଞାନ ଅକ୍ଷର। ତେଣୁ ଅଜ୍ଞାନ ହେଇପାରିଲେନି କେହି। ଅଜ୍ଞାନୀ ହୋଇଲେ ସୁଜ୍ଞାନୀ ହୋଇବୁ ଶୁଣ ଆରେ ରାମ ଦାସ। ତେଣୁ ଅଜ୍ଞାନୀ ହବା ଦରକାର। ଜ୍ଞାନବନ୍ତ ହେଲେ ରାବଣ ହେଇଯିବ, ରାମ ହେଇପାରିବନି। କହିଲେ ଜ୍ଞାନବନ୍ତ ହେଲା ସେହି ବିସର୍ବାର ସୁତ, ସୁଜ୍ଞାନ ନ ପାଇ ସେ ତ ହୋଇଲା ନିହତ। ତେଣୁ ଏଇ ସବୁ କୂଟ ଚକ୍ରାନ୍ତ ମାୟାବୀ ହୋଇ ଏ ସଂସାରକୁ ନାଶ କରିଦେଲେଣି। କଣ କହିବା? କିଛି କହିବାକୁ ଦିଶୁନି, ମନ ପୁରା ଅସ୍ଥିରତା ହେଇଯାଉଛି। ରାତି 2ଟା ହେଲାଣି। ଅବିକା ସୋସିଆଲ ମିଡ଼ିଆ ଦେଖୁ ଦେଖୁ କଣ ଗୋଟେ କ୍ଷେତ୍ରଧାମ ହେଇଯାଉଛି। କୋଉଠି ନା ଆମର ଦୀଘା, ଆଉ ଗୋଟେ ହବ ଧାମ। ତେଣୁ ହଉ, ଯେତେ ଧାମ ହଉଛି ହଉ। କହିଲେ ଡାଳ ଥିଲା ସିନା ପବନରେ ଉଡ଼ି ଭାଙ୍ଗି ଛିଡ଼ି ପଡ଼ିବ, କିନ୍ତୁ ମୂଳ ଯଦି ଥିବ ଆଉ ଥରେ କଅଁଳିବ। ତେଣୁ ମୂଳଟାକୁ ଆଗ ଥାଉ, ମୂଳଟା ତ ବୁଡ଼ି ଯାଉନି ନା। ତେଣୁ ଯେତେ ଡାଳ କଅଁଳୁଛୁ କଅଁଳୁ, ଯେତେ ହଉଛି ହଉ। ଏମିତି ଦିନେ ସୂର୍ଯ୍ୟ ମନ୍ଦିର ତିଆରି ହେବ ବୋଲି ଓଡ଼ିଶାର ଜଣେ ଶିଳ୍ପୀ ଚାହିଁଥିଲେ, ସେ ନିଧନ ହେଇସାରିଲେଣି, କରିପାରିଲେନି। ତାଙ୍କ ଆଶା ଆକାଂକ୍ଷା ଯେପରି ତ୍ରେତୟା ଯୁଗରେ ରାବଣ ଶିଡ଼ି ବାନ୍ଧିଲା ସଦୃଶ୍ୟ ରହିଯାଇଥିଲା। ହଉ, କହିଲା କ୍ଷେତ୍ର ପରି କ୍ଷେତ୍ର ନାହିଁ ଶ୍ରୀକ୍ଷେତ୍ର ଭଳିଆ,
ଦାଣ୍ଡ ପରି ଦାଣ୍ଡ ନାହିଁ ବଡ଼ ଦାଣ୍ଡ ଭଳିଆ। ଆଉ ଦେଶ ପରି ଦେଶ ବି ନାହିଁ ଓଡ଼ିଶା ଦେଶ ଭଳିଆ। ତେଣୁ ଏତେ ଏତେ ଭଲ ଜିନିଷ ଥାଉ ଥାଉ କଲିକତା ଆଳୁ ଦିଦି କ'ଣ ଓଡ଼ିଶା ଶ୍ରୀକ୍ଷେତ୍ର ଭଳି ଦୀଘାକୁ କରିପାରିବେ? ନଈ ନ ଦେଖି ଭାଇ ନଙ୍ଗଳା ହୁଅନି ରେ, ଲଙ୍ଗଳା ହୁଅନି। କ'ଣ ହଉଛି ଆଗକୁ ଦେଖ। ହଉ ଭାଇମାନେ, କ'ଣ ବାଉଳି ଚାଉଳି ହେଇକି ସାଧାରଣ ଲୋକର ଅସାଧାରଣ ଭିଡ଼ିଓ ରଖିଲି। ଆସିକି ରାତି 2ଟା ହେଲାଣି। ତେଣୁ ଟିକେ ଚିନ୍ତା କରିବେ, ଦେଖିବେ କେଉଁ ପାଣି କୁଆଡ଼େ ଯାଉଛି। ରହିଲି ଭାଇମାନେ, ସେୟାର ଲାଇକ୍ କମେଣ୍ଟ କରିବେ। ନିଦ ବାଉଳିଆରେ କ'ଣଟା ଭିଡ଼ିଓ କରିଦେଇଛି କମେଣ୍ଟରେ ଜଣେଇବେ। ନମସ୍କାର ଭାଇମାନେ। ହେଲା ତ।